ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର। ଆପଣମାନଙ୍କୁ ମୁଁ 7ଟି ବିଷୟ କହିବି। ସେ 7ଟି ବିଷୟ ଯଦି ପାଳନ କଲେ ଆପଣଙ୍କ ଜୀବନରେ ସକ୍ସେସର ପଥ ଦେଖାଯିବ। ପ୍ରଥମେ ହେଉଛି 1 ନମ୍ବର ନକାରାତ୍ମକ ଭାବନା, ମନ୍ଦ ଭାବନାକୁ ହୃଦୟରୁ କାଢ଼ିକି ଫୋପାଡ଼ିବାକୁ ପଡ଼ିବ। ଦ୍ୱିତୀୟରେ ହେଉଛି ଅଳସ। ଏ ଅଳସରୁ ଆତ୍ମା କିଛି କରିବାକୁ ଦେବନି। କ'ଣ କରିବାକୁ ଇଚ୍ଛା କରୁଥିବେ ତାହା କରିବାକୁ ତୁମକୁ ଦେବନି। ସେଇଥିପାଇଁ ଏ ଅଳସର ଆତ୍ମାକୁ ମଧ୍ୟ ବାହାର କରିବାକୁ ପଡ଼ିବ। ତୃତୀୟରେ ହେଉଛି ଫାଲତୁ ଚିନ୍ତା। ଏ ଫାଲତୁ ଚିନ୍ତାକୁ କାଢ଼ି ଫୋପାଡ଼ିବାକୁ ପଡ଼ିବ। ତାପରେ ଆସିଲା ଅନ୍ୟକୁ ନିନ୍ଦା କରିବା। ନିନ୍ଦା କରିବା ଛାଡ଼ିବା ନାହିଁ, ତାହେଲେ ଆମେ କେବେ ମଧ୍ୟ ଆଗକୁ ବଢ଼ିପାରିବା ନାହିଁ। ତାପରେ ଆସିଲା ଶୀଘ୍ର କ୍ରୋଧ କରିବା, ହଠାତ୍ କ୍ରୋଧ କରିବା। ବାକ୍ୟରେ ଲେଖାଯାଏ ହଠାତ୍ କ୍ରୋଧ କରିବା ହେଉଛି ଏକ ପାପ। ହଠାତ୍ କ୍ରୋଧ କଲେ ମାନସିକ ଦୁର୍ବଳ ହୋଇଥାଏ। ତାପରେ କ୍ଷମା ନ କରିବା, ଅନ୍ୟକୁ କ୍ଷମା ନ ଦେବା, ଅନ୍ୟକୁ କ୍ଷମା ନ କରିବା। ତାପରେ ଆସିଲା ଈର୍ଷା ଆଉ ଦୋଷ। 7ମ ବିଷୟଟା ହେଉଛି ଈର୍ଷା କରିବା। ଏ ଈର୍ଷା କରିବା ଯଦି ଛାଡ଼ିବା ନାହିଁ କିମ୍ବା ଅନ୍ୟକୁ ଦୋଷ ଲଗାଇବା ଛାଡ଼ିବା ନାହିଁ, ତାହେଲେ କେବେ ମଧ୍ୟ ଆପଣ ଆଗକୁ ଯାଇପାରିବେ ନାହିଁ।